ଭାରତର ଆର୍ମି, ଏୟାରଫୋର୍ସ, ନେଭି ତିନି ଜେନେରାଲ ଯେଉଁମାନେ ପାକିସ୍ତାନ ୱାର୍ରେ ପାର୍ଟିସିପେଟ୍ କରୁଛନ୍ତି, ଫିଲ୍ଡରେ ଅଛନ୍ତି, ତାଙ୍କୁ ଅଭିନନ୍ଦନ। ତୁର୍କୀର ହାରାହାରି 400ରୁ 500 ଡ୍ରୋନ୍ ଆମ ସୈନ୍ୟମାନେ ଖୁସିରେ କୋଲାପ୍ସ କରିଦେଇଛନ୍ତି ଏବଂ ଲାହୋର, କରାଚି ଭଳି ସହରରେ ଯେଉଁଠି ଟେରରିଷ୍ଟ ମାନଙ୍କର ଆଡା ଘାଟି ଧ୍ୱଂସ କରିଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ପୁଳେ ଟେରରିଷ୍ଟ କି ହତ୍ୟା କରିଛନ୍ତି। କିନ୍ତୁ ଭାରତୀୟ ସୈନ୍ୟମାନଙ୍କୁ ଧନ୍ୟବାଦ, କୌଣସି ନାଗରିକ ପାକିସ୍ତାନକୁ ହତ୍ୟା କରିନା, ନିରୀହ ନାଗରିକ ମାନଙ୍କୁ କରିନାହାନ୍ତି, ନା ମହିଳା, ନା ଛାତ୍ର, ନା ଯୁବକ, କାହାରୁ କରିନାହାନ୍ତି। ପ୍ରଶଂସନୀୟ କାମ କରିଛନ୍ତି ଏବଂ ଇଣ୍ଡିଆ ଯାକ ଯେତେ ଗୁଡ଼ିକ ଆମର ଯୋଉଟା କୁହାଯାଏ ସ୍ଥଳୀ, ଉଦାହରଣ ସ୍ୱରୂପ ପାରାଦୀପ, ପୁରୀ ଜଗନ୍ନାଥ ଟେମ୍ପଲ, କୋଣାର୍କ ଟେମ୍ପଲ, ଆମର ଆଟମ ବମ୍ ଟେଷ୍ଟ ଚାନ୍ଦିପୁର, ଏହିପରି ଯେଉଁ ଇମ୍ପୋର୍ଟାଣ୍ଟ ଜାଗା ଇଣ୍ଡିଆର, ଯେତେ ବନ୍ଦର, ଯେତେ ସହର ଏବଂ ଯେତେ ଟେମ୍ପଲ, ମସଜିଦ କଡ଼ାକଡ଼ି ସଜାଗ ରହିଛି। ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ, ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଖୁବ୍ ଭଲ କଟକଣା ଭିତରେ ମଧ୍ୟ ରଖାଯାଇଛି, ହୀରାକୁଦ ବନ୍ଧଠୁ ଆରମ୍ଭ କରି। କିନ୍ତୁ ସେଭଳିଆ ସେମାନେ ଯେମିତି ବର୍ଡର ଏରିଆରେ ହାରାହାରି 71 ଜଣ ନିରୀହ ଭାରତୀୟଙ୍କୁ ମାରିଛନ୍ତି, 24 ଜଣ ଟୁରିଷ୍ଟଙ୍କୁ ମାରିଛନ୍ତି, ତାର କିଛି ବଦଲା ଏପର୍ଯ୍ୟନ୍ତ ଆମେ ପାଇପାରୁ। ବହୁତ ଧ୍ୱଂସ କଲେଣି, 400 ତୁର୍କୀ ଡ୍ରୋନ୍କୁ ନଷ୍ଟ କଲେଣି ଏବଂ ପଞ୍ଚୁ, ବରୀ, ପାକିସ୍ତାନର ଯେଉଁ ସେଣ୍ଟର ତାକୁ ମଧ୍ୟ ଧ୍ୱଂସ କରିଦିଆଗଲାଣି। କିନ୍ତୁ 4ଟି ରାଜ୍ୟରେ 26ଟି ସହରରେ ଭାରତ ବର୍ଷର କଡ଼ାକଡ଼ି ପ୍ରହରା ଦିଆଯାଇଛି, ଭବିଷ୍ୟତକୁ ଆଖି ଆଗେ ରଖି ଯେମିତି ଶତ୍ରୁ ପକ୍ଷ ଆଟାକ୍ ନ କରନ୍ତି। ଧନ୍ୟବାଦ। ତମେ କାହିଁ ରାତିରେ କରୁଛ? ଭାରତ କାହିଁ ରାତିରେ କରୁଛି? ସେ ରାତିରେ କରୁଛନ୍ତି, ଇଏ ରାତିରେ କାହିଁ କରୁଛନ୍ତି? ନିରୀହ ଜୀବନ ନଷ୍ଟ ହବନି। ଦିନ ହେଲେ ଯୋଉ ବୋମ୍ବାର୍ଡ ହଉଛି ସେଥିରେ ବହୁ ନିରୀହ ଲୋକଙ୍କ ଜୀବନ ପଳେଇବ। ପ୍ରତିଶୋଧ ଯାହା ନେବାର କଥା ନେଇଗଲାଣି। ଯଦି ପାକିସ୍ତାନ ଆଉ ଖେଳେ ତାହେଲେ ଏକାଥରେ କରାଚି, ଲାହୋର ଫାର ସଫା କରିଦେଇ ପାକିସ୍ତାନ ମାନଚିତ୍ରକୁ ଭାରତ ମାନଚିତ୍ରରେ ମିଶେଇ ଦେଲେ ଭଲ ହବ। 7 ଜନ୍ମ ନବ। ଇନ୍ଦିରା ଗାନ୍ଧୀ ଷ୍ଟାଣ୍ଡାର୍ଡକୁ ଆସିବା ପାଇଁ, ଦକ୍ଷତା ଆସିବା ପାଇଁ 7 ଜନ୍ମ ନବ ମୋଦି। କିନ୍ତୁ ଆମେ ଭାରତୀୟ ଲୋକ ସମସ୍ତେ ରାହୁଲ ଗାନ୍ଧୀ ସହ ତାଉ ଦେଇଛୁ, ଶକ୍ତି ଦଉଛୁ, ଆମେ ଧନ ଦବୁ, ଭୋଜନ ଖାଦ୍ୟ ଦବୁ, ଶରୀର ଦବୁ, ସହଯୋଗ କରିବୁ। ଭାରତୀୟ ସୈନ୍ୟ ବିଭାଗକୁ ଯଥା ପ୍ରତିଶ୍ରୁତି ରାହୁଲ ଗାନ୍ଧୀ ଦେଇ ଟେମ୍ପୋ ବଢେଇଛନ୍ତି ଭାରତ ସୈନ୍ୟଙ୍କର। ଜବରଦସ୍ତ କରେଇଛନ୍ତି। ଇଣ୍ଡିଆ ଅବଜେକ୍ସନ କଲା ପରେ ଯୁଦ୍ଧ ସମୟରେ ତମେ ସାହାଯ୍ୟ କରିବାଟା ଉଚିତ ନୁହଁ। ଇଣ୍ଡିଆ ଅବଜେକ୍ସନ କରିଥିଲା, ତା ସତ୍ତ୍ୱେ ତାକୁ ଦେଇଛନ୍ତି, ଏଇଟା ଦୁଃଖଦାୟକ ବିଷୟ। ଆମେରିକା ସବୁବେଳେ ଦୋମୁହାଁ ନୀତି, ରଷିଆ ଷ୍ଟେଟ୍ ଫରୱାର୍ଡ, ସିଧା କହିଛି ଭାରତକୁ ସାହାଯ୍ୟ କରିବି।
ଇଆଡ଼େ ଅସ୍ତ୍ର ଯୋଗାଇ ଦଉଛି ପାକିସ୍ତାନକୁ, ଇଆଡ଼େ ଇଣ୍ଡିଆକୁ ଯୋଗାଇ ଦଉଛି ଆମେରିକା। ଆଉ ଇଣ୍ଡିଆ କାହାକୁ ଅପେକ୍ଷା କରିନି। ତୃତୀୟ ଶକ୍ତି ରୂପେ ଭାରତ ବର୍ଷ ପୃଥିବୀରେ ଠିଆ ହେଇଛି ଭାରତ। ଆମର ରଷିଆକୁ ଖାତିର ନାହିଁ, ଆମେରିକାକୁ ଖାତିର ନାହିଁ, ଚାଇନାକୁ ଖାତିର ନାହିଁ। ଏ ପାକିସ୍ତାନ ଏଥିରେ ସନ୍ଦେହ ଅଛି, ଏଥିରେ ସନ୍ଦେହ ଅଛି। ସିଙ୍ଗାପୁର ଦିହରେ ଯାଉନି, ବାଂଲାଦେଶ ଦିହରେ ଯାଉନି, ପାକିସ୍ତାନ ଦିହରେ ଯାଉନି, ଚାଇନା ଦିହରେ ଯାଉନି। ଭାରତ ବର୍ଷର ଡେଭଲପମେଣ୍ଟ ସେ ସମ୍ଭାଳି ପାରୁନାହାନ୍ତି, ସହି ପାରୁନାହାନ୍ତି। ତେଣୁ ଏ ଯୁଦ୍ଧ ଅଳ୍ପ ଦିନ ଭିତରେ ବନ୍ଦ ହବ। କିନ୍ତୁ ଭାରତୀୟ ସୈନ୍ୟମାନଙ୍କୁ ଅନୁରୋଧ, ଯେ କାମ ଦେଖେଇ ଦିଅ, କାମ ଦେଖେଇ ଦିଏ। 9ଟା ଟେରରିଷ୍ଟ ମାରି ଆଉ କେତୁଟା ସହରରେ ଟେରରିଷ୍ଟ ଦୁର୍ଗ ଭାଙ୍ଗି ଏଗୁଡାକ ଆମକୁ ଦେଖାଉନି। ସେ ଯେମିତି ଜବାବ ଦେଇଛି ତାର ଘୋର ଜବାବ ଦିଅ। ବେଲୁଚି ତାଙ୍କର ଅଲଗା କଣ୍ଟ୍ରି ଦଖଲ କରିସାରିଲାଣି। ସେ ଆଉ ପାକିସ୍ତାନ ଅଣ୍ଡରରେ ନାହିଁ। ତାଙ୍କର ଇଣ୍ଟରନାଲ ଯୁଦ୍ଧ ସେଠି ଜୋରରେ ହଉଛି। ତାଙ୍କ ପତାକା ବି ଉଡେଇ ସାରିଲେଣି ସେ।